Hello, my dear students. Welcome back to my YouTube channel Examiner Choice. ପିଲାମାନେ ଆଜି ଆମେ ଡିସ୍କସନ୍ କରିବା ଇଲେକ୍ଟ୍ରୋକେମିଷ୍ଟ୍ରି। ଏ ଯେଉଁ ଇଲେକ୍ଟ୍ରୋକେମିଷ୍ଟ୍ରିର ସବୁଗୁଡ଼ାକ ଫିଲିଂ ଦ ବ୍ଲାଙ୍କ୍ସକୁ ଆଜି ଆମେ ଡିସ୍କସନ୍ କରିବା। ହେଲା ପିଲାମାନେ ଚ୍ୟାନେଲରେ ଯଦି ନୂଆ ହେଇଥିବ ତେବେ ସବସ୍କ୍ରାଇବ୍ କରିବ। ହେଲା ପିଲାମାନେ ଚାଲନ୍ତୁ ଭିଡ଼ିଓକୁ ଡେରି ନ କରନ୍ତି ଚାଲ ଷ୍ଟାର୍ଟ କରିବା। ପିଲାମାନେ ଦେଖ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ରାଇଟ୍ ଡାଉନ୍ ଦ ୟୁନିଟ୍ ଅଫ୍ ସେଲ୍ କନଷ୍ଟାଣ୍ଟ। କ'ଣ ଦେଇଛି? ରାଇଟ୍ ଡାଉନ୍ ଦ ୟୁନିଟ୍ ଅଫ୍ ସେଲ୍ କନଷ୍ଟାଣ୍ଟ। ତ ୟାର ଆନ୍ସର ହେଇଯିବ ପିଲାମାନେ CM ଇନଭର୍ସ। ହେଲା। ସେକେଣ୍ଡ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲା ଦେଖ, ଦ କ୍ୱାଣ୍ଟିଟି ଅଫ୍ ଏ ଚାର୍ଜ ରିକ୍ୱାର୍ଡ ଫର୍ ଦି ରିଡକ୍ସନ୍ ଅଫ୍ ଆଲୁମିନିୟମ୍ 3+2 ଆଲୁମିନିୟମ୍ ଇଜ୍ ଡ୍ୟାସ୍। ତ ୟାର ଆନ୍ସର ହେଇଯିବ ପିଲେ ଆଲୁମିନିୟମ୍। ହେଲା ପିଲାମାନେ। ଥାର୍ଡ଼ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲେ ଦେଖ, ଦ ପ୍ରଡକ୍ଟ ଅଫ୍ ଇଲେକ୍ଟ୍ରୋଲାଇସିସ୍ at cathode using as electron in aqueous solution of AgNO3 is dash। ବୁଝା ପଡ଼ିଲା। ତ ୟାର ଆନ୍ସର ହେଇଯିବ ପିଲେ ଦେଖ, ୟାର ଆନ୍ସର ହବ ଆର୍ଜେଣ୍ଟିନମ୍ Ag। ହେଲା। ପିଲାମାନେ ଯଦି ବୁଝ ନ ପଡ଼ିବ ତେବେ କମେଣ୍ଟ କର। ହେଲା ପିଲାମାନେ। ତ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, 4 ନମ୍ବର କ୍ୱେଶ୍ଚିନ୍, ଦ SI ୟୁନିଟ୍ ଅଫ୍ ମୋଲାର କଣ୍ଡକ୍ଟିଭିଟି ଇଜ୍ ଡ୍ୟାସ୍। ଦ SI ୟୁନିଟ୍ ଅଫ୍ ମୋଲାର କଣ୍ଡକ୍ଟିଭିଟି ଇଜ୍ ଡ୍ୟାସ୍। ସେ କ'ଣ ପଚାରିଛି? ମୋଲାର କଣ୍ଡକ୍ଟିଭିଟିର SI ୟୁନିଟ୍ଟା ପଚାରିଛି। ହେଲା ପିଲାମାନେ। ତ ୟାର ଆନ୍ସର ହୋଇଯିବ SM² ମୋଲ୍ ଇନଭର୍ସ। ହେଲା ପିଲାମାନେ। ନେକ୍ସଟ କ୍ୱେଶ୍ଚିନ୍ 5 ନମ୍ବର କ'ଣ ଦେଇଛି ଦେଖ, ଇଲେକ୍ଟ୍ରିକାଲ କଣ୍ଡକ୍ଟାନ୍ସ ଅଫ୍ ମେଟାଲ ଡ୍ୟାସ୍ ୱିଥ୍ ଇନକ୍ରିଜ୍ ଇନ୍ ଟେମ୍ପରେଚର। ତ ୟାର ଆନ୍ସର ହୋଇଯିବ ଡିକ୍ରିଜ୍। କ'ଣ ହୋଇଯିବ? ଡିକ୍ରିଜ୍। ହେଲା। 6 ନମ୍ବର କ'ଣ ଦେଇଛି ଦେଖ, ଏ ଗାଲଭାନିକ୍ ସେଲ୍ ଡାଇରେକ୍ଟଲି କନଭର୍ଟସ୍ ଡ୍ୟାସ୍ ଏନର୍ଜି ଟୁ ଇଲେକ୍ଟ୍ରିକାଲ ଏନର୍ଜି। ଏହାର ଆନ୍ସର ହୋଇଯିବ କେମିକାଲ ଏନର୍ଜି ଟୁ ଇଲେକ୍ଟ୍ରିକାଲ ଏନର୍ଜି। ହେଲା ପିଲାମାନେ। 7 ନମ୍ବର କ'ଣ ଦେଇଛି ଦେଖ, ହ୍ୱାଟ୍ ଇଜ୍ ଷ୍ଟାଣ୍ଡାର୍ଡ ଇଲେକ୍ଟ୍ରୋଡ ପୋଟେନ୍ସିଆଲ। ଷ୍ଟାଣ୍ଡାର୍ଡ ଇଲେକ୍ଟ୍ରୋଡ ପୋଟେନ୍ସିଆଲ କ'ଣ ପଚାରିଛି? ତ ୟାର ଆନ୍ସର ହୋଇଯିବ potential at 298 Kelvin and 1 atom pressure and 1 mole solution। ହେଲା ପିଲାମାନେ। ବୁଝା ପଡ଼ିଲ ତ। 8 ନମ୍ବର କ'ଣ ଦେଇଛି ଦେଖ, ପ୍ରୋଟେକ୍ସନ୍ ଅଫ୍ ଫେରମ୍ ବାय କଣ୍ଟେନିଂ ୱିଥ୍ ଜିଙ୍କ୍ ଇଜ୍ କଲ୍ଡ ଡ୍ୟାସ୍। ତ ୟାର ଆନ୍ସର ହୋଇଯିବ ଗାଲଭାନାଇଜେସନ୍। କ'ଣ? ଗାଲଭାନାଇଜେସନ୍। ହେଲା ପିଲାମାନେ। ବୁଝା ପଡ଼ିଲା। ନେକ୍ସଟ କ୍ୱେଶ୍ଚିନ୍ ଦେଖ 9 ନମ୍ବର, ରାଇଟ୍ ଡାଉନ୍ ଦ ଏକ୍ସପ୍ରେସନ୍ ଫର୍ କଣ୍ଡକ୍ଟିଭିଟି K ଇକ୍ୱାଲ୍ ଟୁ ଡ୍ୟାସ୍। କ'ଣ ପଚାରିଛି? ରାଇଟ୍ ଡାଉନ୍ ଦ ଏକ୍ସପ୍ରେସନ୍ ଫର୍ କଣ୍ଡକ୍ଟିଭିଟି K ଇକ୍ୱାଲ୍ ଟୁ ଡ୍ୟାସ୍ ପଚାରିଛି। ତ ୟାର ଆନ୍ସର ହେଇଯିବ 1/r ଇଣ୍ଟୁ ସେଲ୍ କନଷ୍ଟାଣ୍ଟ। କ'ଣ? 1/r ଇଣ୍ଟୁ ସେଲ୍ କନଷ୍ଟାଣ୍ଟ। ହେଲା। 10 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ପିଲେ, ହାଉ ମୋଲାର କଣ୍ଡକ୍ଟିଭିଟି ଅଫ୍ ଏ ୱିକ୍ ଇଲେକ୍ଟ୍ରୋଲାଇଟ୍ ଭେରିୟସ୍ ୱିଥ୍ କନସେନ୍ଟ୍ରେସନ୍। ତ ୟାର ଆନ୍ସର ହୋଇଯିବ ପିଲେ increase with decrease in CM। ହେଲା ପିଲାମାନେ। ବୁଝା ପଡ଼ିଲା। 11 ନମ୍ବର କ୍ୱେଶ୍ଚିନ୍ ଦେଖ ପିଲେ, 11 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲେ ଦେଖ, ରାଇଟ୍ ଡାଉନ୍ ଦ ରିଲେସନ୍ ବିଟୱିନ୍ del G and
ଇ ସେଲ୍ କ'ଣ ଦେଇଛି ରିଲେସନ୍ ବିଟୱିନ୍। ତ ୟାର ଆନ୍ସର୍ ହୋଇଯିବ ପିଲେ del G ଇକ୍ୱାଲ୍ ଟୁ ମାଇନସ୍ ଏନ୍ ଏଫ୍ ଇ ସେଲ୍ ହେଲା ପିଲାମାନେ ବୁଝା ପଡ଼ିଲା। 12 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲେ ଦେଖ ଡିଫାଇନ୍ ଏ ପ୍ରାଇମେରୀ ସେଲ୍। ପ୍ରାଇମେରୀ ସେଲ୍ କ'ଣ ତାକୁ ଡିଫାଇନ୍ କରିବାକୁ କହିଛି। ପ୍ରାଇମେରୀ ସେଲ୍ କ'ଣ ପିଲେ କହିଲ କମେଣ୍ଟ କରି କୁହ। ଓକେ ମୁଁ କହିଦେଉଛି 12 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ଡିଫାଇନ୍ ଏ ପ୍ରାଇମେରୀ ସେଲ୍। ତ ୟାର ଆନ୍ସର୍ ହୋଇଯିବ ରିଡକ୍ସ ରିଆକ୍ସନ୍ ଅକର୍ସ ଓନ୍ଲି ୱାନ୍ସ। କ'ଣ ରିଡକ୍ସ ରିଆକ୍ସନ୍ ଅକର୍ସ ଓନ୍ଲି ୱାନ୍ସ ହେଲା ପିଲାମାନେ ବୁଝା ପଡ଼ିଲା ତ। 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଗଲ ଦେଖ ହୁଇଚ୍ ଇଲେକ୍ଟ୍ରୋଲାଇଟ୍ ଇଜ୍ ୟୁଜ୍ଡ ଇନ୍ ଫ୍ୟୁଲ୍ ସେଲ୍। କ'ଣ ଦେଇଛି ହୁଇଚ୍ ଇଲେକ୍ଟ୍ରୋଲାଇଟ୍ ଇଜ୍ ୟୁଜ୍ଡ ଇନ୍ ଫ୍ୟୁଲ୍ ସେଲ୍। ତ ୟାର ଆନ୍ସର୍ ହୋଇଯିବ ପିଲେ କନସେଣ୍ଟ୍ରେସନ୍ ଅଫ୍ ଆକ୍ୱା ସଲ୍ୟୁସନ୍ ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍। କ'ଣ କନସେଣ୍ଟ୍ରେସନ୍ ଆକ୍ୱାସ୍ ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍ ହେଲା ପିଲାମାନେ ବୁଝା ପଡ଼ିଲା। ୟାର ଏଇଟାର ଆନ୍ସର୍ ହେଲା ପିଲାମାନେ। 14 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲା ଦେଖ ହୁଇଚ୍ ପିଲାମାନେ ଦେଖ ଏଠି ଦେଖ ଏସବୁ ଡ୍ୟାସ୍ ଫିଲଅପ୍ ବୁଝିଲ ନା। ଏଇଠି କ'ଣ ଦେଇଛି ଏବେ ଦେଖ ଏବେ ଯାହା ଆସିବ ସବୁ ଫିଲିଂ ଦ ବ୍ଲାଙ୍କସ୍ ସରି MCQ ଟାଇପ୍ ସବୁ କ୍ୱେଶ୍ଚିନ୍ ଆସିବ। କ'ଣ MCQ ଟାଇପ୍ ହେଲା ପିଲାମାନେ। ତ ଡିସ୍କସନ୍ କରିବେ ତାହେଲେ ଦେଖ କ'ଣ ଦେଇଛି ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ 14 ନମ୍ବର ହୁଇଚ୍ ୱାନ୍ ଅଫ୍ ଦି ଫଲୋଇଂ ଇଜ୍ ନଟ୍ ଏ ଗୁଡ୍ କଣ୍ଡକ୍ଟର ଅଫ୍ ଇଲେକ୍ଟ୍ରିସିଟି। ଏତକ ମଧ୍ୟରୁ କୋଉଠି ଗୁଡ୍ କଣ୍ଡକ୍ଟର ନୁହେଁ। ତ ୟାର ଆନ୍ସର୍ ହେଇଯିବ ଅପସନ୍ ବି C2H5OH। କ'ଣ C2H5OH ହେଲା ପିଲାମାନେ। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ 15 ନମ୍ବର ଦ ନମ୍ବର ଅଫ୍ ଇଲେକ୍ଟ୍ରନ୍ସ required to balance the following equation ହେଲା ପିଲାମାନେ ଦେଖ ଏଠି କ'ଣ ଦେଇଛି ଦେଖ NO3 minus 4H plus electron 2H2O NO is equal to dash। ତ ୟାର ଆନ୍ସର୍ ହୋଇଯିବ ପିଲେ ଦେଖ ଅପସନ୍ ସି 3 ହେଲା ପିଲାମାନେ ବୁଝା ପଡ଼ିଲା। 16 ନମ୍ବର ଦେଖ ହ୍ୱାଟ୍ ଆମାଉଣ୍ଟ ଅଫ୍ ଇଲେକ୍ଟ୍ରିକ୍ ଚାର୍ଜ ଇଜ୍ ରିକ୍ୱାର୍ଡ ଫର୍ ଦି ରିଡକ୍ସନ୍ ଅଫ୍ 1 ମୋଲ୍ ଅଫ୍ Cr2O7 2 minus into chromium 3 plus। ତ ୟାର ଆନ୍ସର୍ ହୋଇଯିବ ପିଲେ 3 ଫାରାଡ୍। କ'ଣ 3 ଫାରାଡ୍ ହେଲା ପିଲାମାନେ। 17 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ 1 farad of electricity is passed through a solution of copper sulfate. The mass of copper deposited at the cathode is dash। ଏଠି ଦେଖ ପିଲେ କପରର ଆଟମିକ୍ ମାସଟା ଦେଇଦେଇଛି। ଆଟମିକ୍ ମାସଟା କ'ଣ କପରର 63.5 mu ହେଲା ପିଲାମାନେ। ତେର କ୍ୱେଶ୍ଚିନ୍ କ'ଣ ପଚାରିଛି ଦେଖ 1 farad of electricity is passed through a solution of copper sulfate. The mass of copper deposited at cathode is dash। ତ ୟାର ଆନ୍ସର୍ ହୋଇଯିବ ପିଲେ ଦେଖ ଅପସନ୍ ଏ ଦେଇଛି କ'ଣ 2 ଗ୍ରାମ। ଅପସନ୍ ବି କ'ଣ ଦେଇଛି ଦେଖ 12.7 ଗ୍ରାମ। ସି ଅପସନ୍ ସି ଦେଖ 63.5 ଗ୍ରାମ। ଡି ଦେଇଛି କ'ଣ 31.75 ଗ୍ରାମ। ତ ୟାର ଆନ୍ସର୍ ହୋଇଯିବ ପିଲେ 31.7 ଗ୍ରାମ 75 ଗ୍ରାମ ହେଲା। କ'ଣ 31.75 ଗ୍ରାମ ହେଲା ପିଲାମାନେ ବୁଝା ପଡ଼ିଲା। ଦେଖ ଏଇଠି ଦେଖ 18 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ପିଲେ an increase in equivalent conductance of a strong electrolyte with dilution is mainly due to dash। ତ ୟାର ଆନ୍ସର୍ ହୋଇଯିବ ଆନ୍ସର୍ କ'ଣ ହେବ ପିଲେ ଦେଖ ଅପସନ୍ ବି increase in ionic mobility of ions ହେଲା ପିଲାମାନେ ବୁଝା ପଡ଼ିଲା। 19 ନମ୍ବର କ'ଣ ଦେଇଛି ଦେଖ
The molar conductivity of NH4OH is equal to dash. The molar conductivity of NH4OH equal to dash. यार आंसर हो जो बोले देखो ऑप्शन ए कौन दे दो मोलर कंडक्टिविटी ऑफ NH4OH प्लस मोलर कंडक्टिविटी ऑफ NH4Cl माइनस मोलर कंडक्टिविटी ऑफ HCl. ऑप्शन बी कौन दे देखो बोले molar conductivity of NH4Cl plus molar conductivity of NH4OH minus molar conductivity of NaCl. ऑप्शन सी कौन दीजिएगा molar conductivity of NH4Cl plus molar conductivity of NaCl minus molar conductivity of NaOH. ऑप्शन डी कौन दीजिएगा नॉन ऑफ दी एबव. तो यार आंसर हो जो बोले ऑप्शन बी molar conductivity of NH4Cl plus molar conductivity of NH4OH minus molar conductivity of NaCl. 20 नंबर क्वेश्चन कौन दीजिए बोले देखो भलसे टिके देखो इन गाल्वानिक सेल द सॉल्ट ब्रेज इज डैश. तो यार आंसर हो जो बोले देखो ऑप्शन ए कौन दीजिएगा पार्टिसिपेट केमिकली विथ सेल रिएक्शन. ऑप्शन बी दीजिए देखो कौन स्टॉप्स डिफ्यूजन ऑफ आयंस फ्रॉम वन इलेक्ट्रॉन टू अनदर. ऑप्शन सी कौन दीजिए इज नॉट नेसेसरी फॉर द ऑकरेंस ऑफ सेल रिएक्शन. ऑप्शन डी कौन दीजिए इंक्रीज द मिक्सिंग ऑफ टू इलेक्ट्रोलाइट सॉल्यूशंस. तो यार आंसर कौन हो बोले देखो ऑप्शन बी stop diffusion of ions one electron to another. कौन one electron to another ହେଲା ପିଲା ମାନେ आई होप भिडियोटी भल लगी पिला माने जदि भल लगी तेबे सब्सक्राइब ହେଲା ପିଲା ମାନେ ଆଉ ସାଙ୍ଗସାଥି ମାନଙ୍କୁ ଟିକେ ସେୟାର କର. ओके बाय नेक्स्ट वीडियो देखा.